नमस्कार आपण समस्तଙ୍କୁ टीबीसी ओडिया चैनल रे स्वागत। ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ଏମିତି ଗୋଟିଏ ଆୟୁର୍ବେଦିକ ଉପାୟ କହିବି ଯେଉଁ ଆୟୁର୍ବେଦିକ ଉପାୟ ସମସ୍ତ ପୁରୁଷ ସମସ୍ତ ସ୍ତ୍ରୀ ଏହାକୁ ବ୍ୟବହାର କରିପାରିବେ। ଅଧିକାଂଶ ପୁରୁଷ ସ୍ତ୍ରୀମାନଙ୍କର ଗୁପ୍ତ ରୋଗ ଥାଏ, ଯେମିତିକି ତାଙ୍କ ଧାତୁ ପତଳା ହୋଇ ପରିସ୍ରାରେ ପଡ଼ିଯାଉଥାଏ ବା ବାହାରି ଯାଉଥାଏ। ରାତ୍ର ସମୟରେ କାହା କଥା ଭାବିଦେଲେ ତାଙ୍କ ସ୍ୱାମୀ ସହିତ ମିଳନ କିମ୍ବା ସ୍ତ୍ରୀ ସହିତ ମିଳନ କଲା ସମୟରେ ଶୀଘ୍ର ବାହାରି ପଡ଼ୁଥାଏ। ଏସବୁ ସମସ୍ୟା ହୁଏ ଏବଂ ଧାତୁ ପତଳା ରହିଥାଏ। ଯଦି ଆପଣଙ୍କର ଏହିସବୁ ସମସ୍ୟା ରହୁଛି ତାହେଲେ ଆପଣମାନେ ଚିନ୍ତା କରନ୍ତୁ ନାହିଁ। ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ଗୋଟିଏ ଏମିତି ଆୟୁର୍ବେଦିକ ଉପାୟ କହିବି ଯେଉଁ ଆୟୁର୍ବେଦିକ ଉପାୟଟି ଆପଣ ଯଦି କରିବେ ତାହେଲେ ଆପଣଙ୍କର ଶୀଘ୍ର ଡିସଚାର୍ଜ ହେଇଯାଉଥାଏ, ଶୀଘ୍ର ବାହାରି ପଡ଼ୁଥାଏ। ସେଥିଯୋଗୁଁ ଆପଣଙ୍କ ସ୍ତ୍ରୀଟିକୁ ସ୍ୱାମୀଟିକୁ ସାଟିସ୍ଫାଏ କରିପାରୁନଥାନ୍ତି। ତାହେଲେ ଆପଣମାନେ ଏହାକୁ ବ୍ୟବହାର କରନ୍ତୁ, ଦେଖିବେ ଆପଣଙ୍କର ଟାଇମିଂ ବଢ଼ିବାକୁ ଲାଗିବ। ଯଦି ଧାତୁ ପତଳା ଥାଏ ମୋଟା ହେବ। ଯଦି ଆପଣଙ୍କର ଯେଉଁଟାକି ବି ଷ୍ଟେମିନା ହେଉ କିମ୍ବା ଆପଣଙ୍କର ଟାଇମିଂ ହେଉ କିମ୍ବା ଆପଣଙ୍କର ଯେଉଁଟାକି ଶୀଘ୍ର ବାହାରି ପଡ଼ିବା ଯୋଗୁଁ ପତଳା ମଧ୍ୟ ରହୁଛି ସେ ଧାତୁ, ତାହେଲେ ମଧ୍ୟ ସବୁକିଛି ଠିକ୍ଠାକ୍ ହୋଇଯିବ। ତ ଚାଲନ୍ତୁ ମୁଁ ଆପଣମାନଙ୍କୁ ସେଇ ଆୟୁର୍ବେଦିକ ଉପାୟଟି ଜଣାଇ ଦେଉଛି, କିନ୍ତୁ ତାହାରି ପୂର୍ବରୁ ଆପଣମାନଙ୍କୁ ବିନମ୍ର ଭାବର ସହିତ ଅନୁରୋଧ, ଯଦି ଆପଣମାନେ ଚ୍ୟାନେଲଟିକୁ ପ୍ରଥମ ଥର ପାଇଁ ଦେଖୁଛନ୍ତି ଚ୍ୟାନେଲଟିକୁ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ, ଯାହାଦ୍ୱାରା ଏହି ଚ୍ୟାନେଲରେ ଯେତେ ମଧ୍ୟ ନୂଆ ଭିଡ଼ିଓ ଆସିବ ଆପଣଙ୍କୁ ଭିଡ଼ିଓର ନୋଟିଫିକେସନ୍ ଶୀଘ୍ର ପହଞ୍ଚି ପାରିବ। ତା ସହିତ ଆପଣମାନେ ଭିଡ଼ିଓଟିକୁ ନିଶ୍ଚିନ୍ତ ଭାବରେ ଲାଇକ୍ ମଧ୍ୟ କରନ୍ତୁ। ଆଉ ଯଦି ଆପଣମାନେ ଏସବୁ ନିଜେ କରିପାରୁନାହାନ୍ତି ତାହେଲେ ଆମେ ଅନେକ ପ୍ରକାର ଚେରିମୂଳିରେ ତିଆରି କରିଛୁ ସେଇ ଗୁପ୍ତ ରୋଗ ପାଇଁ ଔଷଧ। ଯଦି ଆପଣଙ୍କର ଗୁପ୍ତ ରୋଗ ପାଇଁ ଔଷଧ ଦରକାର ଅଛି ତାହେଲେ ଆପଣମାନଙ୍କ ପାଇଁ ଗୋଟିଏ ସୂଚନା। ଯଦି ଆପଣଙ୍କୁ କୌଣସି ପ୍ରକାର ଗୁପ୍ତ ରୋଗ ପାଇଁ ଏହି ଔଷଧ ଆବଶ୍ୟକ ଅଛି ତାହେଲେ ଆପଣମାନେ ଏହି ନମ୍ବରରେ ଯୋଗାଯୋଗ କରିପାରିବେ। ଯଦି ଆପଣଙ୍କର ଗୁପ୍ତ ସମସ୍ୟା ଯେମିତିକି ଧାତୁ ପତଳା ରହିବା, ଶୀଘ୍ର ପତନ ହେବା କିମ୍ବା ଆପଣଙ୍କ ଲିଙ୍ଗ ଶିଥିଳତା ପଡ଼ିଯିବା, ଯଦି ଆପଣଙ୍କର ବୟସ ଅଧିକା ହୋଇଯାଇଛି କିମ୍ବା କମ୍ ଥାଇକି ମଧ୍ୟ ଆପଣଙ୍କର ଉତ୍ତେଜନା ଶକ୍ତି କମିଯାଇଛି କିମ୍ବା ଆପଣଙ୍କର ଶୀଘ୍ର ଉଠୁନାହିଁ, ତାହେଲେ ମଧ୍ୟ ଏହି ଔଷଧଟିକୁ ବ୍ୟବହାର କରିପାରିବେ। ଏହି ଔଷଧର ପ୍ୟାକେଟ୍ ଗୋଟିଏ ପ୍ୟାକେଟ୍କୁ ଆପଣଙ୍କୁ ପଡ଼ିବ 1500 ଟଙ୍କା। ଏହି ଔଷଧର ନାଁ ହେଉଛି ଡବଲ ଶକ୍ତି। ଯଦି ଆପଣମାନଙ୍କୁ ଆବଶ୍ୟକ ଅଛି ତାହେଲେ ଆପଣମାନେ ନେଇପାରିବେ। କମ୍ ସେ କମ୍ ଏହା 3 ମାସ ବ୍ୟବହାର କରିବାକୁ ପଡ଼ିଥାଏ, କିନ୍ତୁ ଆପଣ ପ୍ରଥମେ ପରୀକ୍ଷା ପାଇଁ ଗୋଟିଏ ମାସର ପ୍ରଥମେ ବ୍ୟବହାର କରନ୍ତୁ। ତାହାପରେ ଆପଣଙ୍କୁ ରିଜଲ୍ଟ ମିଳିଲା ପରେ ଆଉ 2 ମାସର ମଧ୍ୟ ଆମଠାରୁ ମଗାଇ ପାରିବେ। ଏହା ସମ୍ପୂର୍ଣ୍ଣ ଆୟୁର୍ବେଦିକ। ପର୍ସନାଲି ମୁଁ ନିଜେ ମଧ୍ୟ ଏହା ବ୍ୟବହାର କରିଥାଏ। ଯଦି ଆପଣଙ୍କୁ ଆବଶ୍ୟକ ଅଛି କେମିତି ଅର୍ଡ଼ର କରିବେ ଶୁଣନ୍ତୁ। ହ୍ୱାଟ୍ସଆପ୍ରେ ଆଡ୍ରେସ୍ ପଠାଇବେ ଏବଂ ଫୋନ୍ପେରେ ପେମେଣ୍ଟ କରିବେ ଏବଂ ପେମେଣ୍ଟ କଲା ସ୍କ୍ରିନଶଟ୍ ଏବଂ ଆପଣଙ୍କର ଆଡ୍ରେସ୍ ଆମକୁ ହ୍ୱାଟ୍ସଆପ୍ କରିଦେବେ। ଆମେ ଆପଣଙ୍କ ଏହି ଔଷଧଟି ବାଇ ପୋଷ୍ଟରେ ପଠାଇଦେବୁ, ଯାହା କେବଳ 5ରୁ 7 ଦିନ ଭିତରେ ଆପଣଙ୍କୁ ମିଳିଯିବ। ଯଦି ଆପଣ କ୍ୟାସ୍ ଅନ୍ ଡେଲିଭରିରେ ନେବା ପାଇଁ ଚାହୁଁଛନ୍ତି ତାହା ମଧ୍ୟ ଉପଲବ୍ଧ ଅଛି। ଏଥିପାଇଁ ଆପଣ ନିଜେ ଗଭର୍ଣ୍ଣମେଣ୍ଟ ଟ୍ୟାକ୍ସ ଏବଂ ଡେଲିଭରି ଚାର୍ଜେସ୍ ଏକ୍ସଟ୍ରା ଆପଣ ପ୍ରଥମରୁ ଦେବାକୁ ପଡ଼ିବ। ଡେଲିଭରି ଚାର୍ଜେସ୍ ଆପଣଙ୍କୁ 70 ଟଙ୍କା ପଡ଼ିଯିବ ଏବଂ ଏକ୍ସଟ୍ରା ଆପଣ ଯେଉଁଟାକି ଜିଏସ୍ଟି ବାବଦରେ ଦେବେ ଆପଣ 200 ଟଙ୍କା। ଏମିତି ଆପଣ ପ୍ରଥମରୁ 260 ଟଙ୍କା ପେ କରିବାକୁ ପଡ଼ିବ। ତାହାପରେ ଆପଣଙ୍କୁ ସାମାନଟି ପଠାଇ ଦିଆଯିବ ଆପଣଙ୍କର ଆଡ୍ରେସ୍ ଅନୁସାରେ, ଯାହା କେବଳ ଆପଣଙ୍କୁ ପହଞ୍ଚିଲା ପରେ ସାମାନ ଆପଣ ରିସିଭ୍ କରିବେ ଏବଂ ପେମେଣ୍ଟ ଦେଇଦେବେ। ବର୍ତ୍ତମାନ ମୁଁ ଆପଣମାନଙ୍କୁ ସେଇ ଆୟୁର୍ବେଦିକ ପ୍ରୟୋଗଟି ଜଣାଇ ଦେଉଛି। ଦେଖନ୍ତୁ ଆପଣଙ୍କ ମୋବାଇଲ ସ୍କ୍ରିନ୍ରେ ହରିଡ଼ା ଦେଖାଯାଉଛି। ଏହି ହରିଡ଼ା ବା ହରିଡ଼ାଟି ଆପଣମାନେ ଯେକୌଣସି ଦୋକାନରୁ କିଣିକି ଆଣନ୍ତୁ। ତାପରେ ତାକୁ ଭଲ ଭାବରେ ଖରାରେ ଶୁଖାଇ ଦିଅନ୍ତୁ ଧୋଇକି। ତାପରେ ଶୁଖିଗଲା ପରେ ତାକୁ ଛେଞ୍ଚିକି ଗୁଣ୍ଡ କରିଦିଅନ୍ତୁ। ଗୁଣ୍ଡ କରିକି ତାକୁ ଗୋଟେ ଜାଳି ମାଧ୍ୟମରେ ଯେଉଁଟାକି ଛାଣି ଦିଅନ୍ତୁ। ତାପରେ ସେଇ ପାଉଡ଼ରରେ ଆପଣ ଅଳ୍ପ ମିଶ୍ରି ମିଶାନ୍ତୁ। ଯେମିତିକି ଆପଣ ଯଦି ଅଧ କିଲୋ ସେଇ ଗୁଣ୍ଡ ରଖିଛନ୍ତି, ସେଇ ହରିଡ଼ାର ଗୁଣ୍ଡ କରିଛନ୍ତି, ତାହେଲେ ସେଥିରେ ଆପଣ କମ୍ ସେ କମ୍ 100 ଗ୍ରାମ ଯେଉଁଟାକି ମିଶ୍ରି ଗୁଣ୍ଡ ମିଶ୍ରଣ କରନ୍ତୁ। ମିଶାଇ ଦିଅନ୍ତୁ। ତାପରେ ଗୋଟିଏ କାଚର ଡବାରେ ଯତ୍ନ ସହକାରେ ରଖନ୍ତୁ ଏବଂ ତାକୁ ପ୍ରତିଦିନ ସକାଳୁ ଖାଲି ପେଟରେ ଏବଂ ରାତ୍ର ସମୟରେ ଶୋଇବା ପୂର୍ବରୁ ଗୋଟିଏ ଚାମଚ ଏବଂ ସକାଳୁ ଖାଲି ପେଟରେ ଗୋଟିଏ ଚାମଚ ଉଷୁମ କ୍ଷୀରରେ ପକାଇକି ଆପଣ ଫେଣ୍ଟିକି ନିଜେ ସେବନ କରନ୍ତୁ। କେବଳ ଉଷୁମ କ୍ଷୀରରେ ହିଁ ମିଶ୍ରଣ କରିକି ଆପଣ ଗୋଟିଏ ଚାମଚ ପିଅନ୍ତୁ। ଏହିଭଳି ଆପଣ 3 ମାସ ପର୍ଯ୍ୟନ୍ତ ବ୍ୟବହାର କରିବେ, ତାହେଲେ ଆପଣଙ୍କର ଶରୀରରେ ଯାହା ବି ବୀର୍ଯ୍ୟଜନିତ ସମସ୍ୟା, ଗୁପ୍ତ ରୋଗର ସମସ୍ୟା ଥିବ, ଧାତୁ ପତଳା ଥିବ, ସ୍ୱପ୍ନଦୋଷ ହେଉଥିବ, ଶୀଘ୍ର ବାହାରି ପଡ଼ୁଥିବ, ଏହିସବୁ ସମସ୍ୟା ଅଳ୍ପ ଦିନ ମାତ୍ରକରେ ଦୂର ହୋଇଯିବ ସବୁଦିନ ପାଇଁ।
ଆଉ ଯଦି ଆପଣମାନେ ଏସବୁ ନିଜେ କରିପାରୁନାହାନ୍ତି ତାହେଲେ ଆମେ ଯେଉଁଟା ଗ୍ୟାରେଣ୍ଟି ଦେଇକି ଯେଉଁ ମେଡ଼ିସିନ ଦେଉଛୁ ସେଇ ମେଡ଼ିସିନ ବ୍ୟବହାର କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ପ୍ରକାର ଗୁପ୍ତ ରୋଗ ଠିକ୍ ହୋଇଯିବ। ଯଦି ଆପଣମାନେ କରିପାରିବେ ତାହେଲେ ଏହା ବ୍ୟବହାର କରନ୍ତୁ। ଯଦି କରିପାରିବେ ନାହିଁ ତାହେଲେ ଆମଠାରୁ ଅର୍ଡ଼ର କରିକି ନିଅନ୍ତୁ ଔଷଧ ଏବଂ ବ୍ୟବହାର କରି ନିଜର ସ୍ୱାସ୍ଥ୍ୟଟିକୁ ସୁସ୍ଥ ରଖନ୍ତୁ। ଧନ୍ୟବାଦ। ନମସ୍କାର।